সন্তোষ কুমার বড় কেশরিয়া হিন্দু বাহিনী ওড়িশা রাজ্য সভাপতি। আজ কেশরিয়া হিন্দু বাহিনী ওড়িশা সংগঠন তরফରୁ ଆମେ 4-5ଟା ଦାବିକୁ ନେଇ ଗୋଟେ ବିକ୍ଷୋଭ ପ୍ରଦର୍ଶନ କରୁଛୁ, ଶାନ୍ତିପୂର୍ଣ୍ଣ ବିକ୍ଷୋଭ ପ୍ରଦର୍ଶନ କରୁଛୁ। ପ୍ରଥମ ଦାବି ହେଲା ଆମର ଭାରତବର୍ଷରେ ଗୋମାତାଙ୍କୁ ହତ୍ୟା କରିବା, ଗୋ ହତ୍ୟାକୁ ସମ୍ପୂର୍ଣ୍ଣ ଭାବରେ ବନ୍ଦ କରିବା ପାଇଁ ଭାରତ ସରକାର ଏବଂ ରାଜ୍ୟ ସରକାରଙ୍କ ପାଖରେ ଦାବି ମାଧ୍ୟମରେ ନିବେଦନ ଜଣାଉଛୁ। ଦ୍ୱିତୀୟ ଦାବି ଆମର ଗୋମାତାଙ୍କୁ ରାଷ୍ଟ୍ରମାତାର ମାନ୍ୟତା ଦେବା। ଆପଣମାନେ ଜାଣିଥିବେ ବର୍ତ୍ତମାନ କେନ୍ଦ୍ରରେ ଯେଉଁ ସରକାର ଅଛି, ରାଜ୍ୟରେ ଯେଉଁ ସରକାର ଅଛି, ତାଙ୍କର ନିର୍ବାଚନୀ ଏଜେଣ୍ଡା ଥିଲା ଯେ ଗୋମାତାଙ୍କୁ ରାଷ୍ଟ୍ରମାତା ମାନ୍ୟତା ଦେବା ପାଇଁ। ଆମେ ସେଥିପାଇଁ ତାଙ୍କୁ ନିବେଦନ କରୁଛୁ ଗୋମାତାଙ୍କୁ ଯଥାଶୀଘ୍ର ରାଷ୍ଟ୍ରମାତାର ମାନ୍ୟତା ଦିଆଯାଉ, ଯାହାକି ଗୋ ସୁରକ୍ଷା କରାଯିବାରେ ଆମକୁ ସହଜ ହେଇପାରିବ। ଗୋମାତାଙ୍କୁ ସୁରକ୍ଷା କରାଯାଇପାରିବ ଗୋମାତାଙ୍କୁ ଯଦି ରାଷ୍ଟ୍ରମାତା ମାନ୍ୟତା ଦିଆଯାଏ। ତୃତୀୟ ଦାବି ବାଂଲାଦେଶ ଏବଂ ବିଭିନ୍ନ ଅନ୍ୟାନ୍ୟ ଦେଶରେ ମଧ୍ୟ ହିନ୍ଦୁମାନଙ୍କ ପ୍ରତି ଭାରତୀୟଙ୍କ ପ୍ରତି ଭାରତୀୟ ହିନ୍ଦୁମାନଙ୍କ ପ୍ରତି ଅତ୍ୟାଚାର, ଯେଉଁ ଅତ୍ୟାଚାର ହେଉଛି, ହିନ୍ଦୁ ମନ୍ଦିରକୁ ଭଙ୍ଗା ଯାଉଛି, ହିନ୍ଦୁମାନଙ୍କୁ ଅତ୍ୟାଚାର କରି ଆକ୍ରମଣ କରି ତାଙ୍କୁ ହତ୍ୟା କରାଯାଉଛି। ସେଇ ଜାଗାରେ ଭାରତ ସରକାର ପଦକ୍ଷେପ ନେଇ ତାକୁ ବନ୍ଦ କରିବା ଦରକାର ଅଛି। ଏବଂ ଏଇ କିଛି ଦିନ ତଳେ ବାଂଲାଦେଶରେ ଜଣେ ହିନ୍ଦୁ ସାଧୁଙ୍କୁ ଗିରଫ କରାଯାଇଛି। ସରକାର ଯଥାଶୀଘ୍ର ନିଜ ପଦକ୍ଷେପ ନେଇ କେନ୍ଦ୍ର ସରକାର ପଦକ୍ଷେପ ନେବେ ଏବଂ ତାଙ୍କ ଉଦ୍ୟମ ଫଳରେ କେମିତି ସେ ସାଧୁ ଜଣଙ୍କ ମୁକ୍ତ ପାଇବେ, ବାଂଲାଦେଶରୁ ମୁକ୍ତି ହେବେ, ସେଥିପାଇଁ ଆମେ ଦାବି ଜଣାଉଛୁ। ଆମର ଚତୁର୍ଥ ତଥା ସବୁଠାରୁ ମୁଖ୍ୟ ଦାବି ହେଲା ଗତ କିଛି ଦିନ ତଳେ ଓଡ଼ିଶାର ସୌଭାଗ୍ୟ ଓଡ଼ିଶାରେ 3 ଦିନ ଧରି ଡିଜି ଏବଂ ଆଇଜି ମାନଙ୍କର ସମ୍ମିଳନୀ ହୋଇଥିଲା। ଏହା ପୂର୍ବରୁ କେବେ ଓଡ଼ିଶାରେ ଏତେ ବଡ଼ ସମ୍ମିଳନୀ ହୋଇନଥିଲା। ତାକୁ ଭଣ୍ଡୁର କରିବା ପାଇଁ କାନାଡ଼ାରେ ବସିଥିବା ଗୋଟେ ଆତଙ୍କବାଦୀ, ଖଲିସ୍ତାନୀ ଆତଙ୍କବାଦୀ ପନ୍ନୁ ଧମକ ଦେଇଥିଲା, ଯାହାକି ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ସେହି ଧମକକୁ ଆମେ ଦୃଢ଼ ନିନ୍ଦା କରୁଛୁ। କେଶରିଆ ହିନ୍ଦୁ ବାହିନୀ ତରଫରୁ ଆମେ ଦୃଢ଼ ନିନ୍ଦା ଜଣାଉଛୁ ଏବଂ ତାର ଚ୍ୟାଲେଞ୍ଜକୁ ମଧ୍ୟ ଆମେ ଆକ୍ସେପ୍ଟ କରୁଛୁ। ଆମେ ତାକୁ ୱେଲକମ୍ କରୁଛୁ, ତାକୁ ସ୍ୱାଗତ ଜଣାଉଛୁ। ତୋର ଯଦି ସତ୍ସାହସ ଅଛି ଆସିକି ଓଡ଼ିଶା ମାଟିରେ ପାଦ ରଖିକି ଦେଖ, ତାପରେ ଆମେ କ'ଣ କରିବୁ। ଓଡ଼ିଶାରେ ବିଭିନ୍ନ ସଂଗଠନ ବିଗତ ଦିନରେ ଏହିସବୁ ଜିନିଷ ଉପରେ କାର୍ଯ୍ୟ କରି ଆସିଛନ୍ତି, ବିରୋଧ ଜଣାଇ ଆସିଛନ୍ତି। ଆଜି କେଶରିଆ ହିନ୍ଦୁ ବାହିନୀ ତରଫରୁ ଆମେ ଏହି ଘଟଣାକୁ ସମ୍ପୂର୍ଣ୍ଣ ବିରୋଧ କରୁଛୁ। ସେ ଯେଉଁ କହିଛି ଓଡ଼ିଶାକୁ, ଭୁବନେଶ୍ୱର ସହରକୁ ଟେମ୍ପଲ ସିଟିକୁ ଟେରର ସିଟି କରିବ, ଏଠି ଟେରରକୁ ପ୍ରଶ୍ରୟ ନାହିଁ, ଆତଙ୍କବାଦକୁ ପ୍ରଶ୍ରୟ ନାହିଁ। ଏହା ହେଉଛି ଜଗନ୍ନାଥଙ୍କ ମାଟି, ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମାଟି। ହିନ୍ଦୁ ସଂସ୍କୃତି ପରମ୍ପରାରେ ଭରପୁର ଏହି ଓଡ଼ିଶା ମାଟିରେ ଆମେ ଆତଙ୍କବାଦକୁ ଚଳାଇବାକୁ ଦେବୁ ନାହିଁ, କୌଣସି ହାଲତରେ ଆମେ ଦେବୁ ନାହିଁ। ବିରୁଦ୍ଧରେ ବିଗତ 8 ବର୍ଷ ଧରି ଆମେ ସଂଘର୍ଷ କରୁଛୁ। ଆଉ ଆମ ସଂଗଠନର ପୁରୁଣା କାର୍ଯ୍ୟକର୍ତ୍ତା 5ରୁ 7 ଜଣଙ୍କ ଉପରେ ଆଗରୁ ଆକ୍ରମଣ ବି ହେଇସାରିଛି। ମୋ ନିଜ ଉପରେ ବି ମଧ୍ୟ ଆକ୍ରମଣ ହେଇଛି, ମୋ ଉପରକୁ ମଧ୍ୟ ଗୁଳି ଚାଳନା ହେଇଥିଲା, ମୋ ଉପରକୁ ମଧ୍ୟ ଆକ୍ରମଣ କରାଯାଇଥିଲା। ଆମର ପ୍ରତିଷ୍ଠାତା ସଦସ୍ୟ ଦିଲ୍ଲୀପ ଦାସଙ୍କ ଉପରକୁ ଆକ୍ରମଣ ହେଇଥିଲା। ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକର ସଞ୍ଜିତ କାମ୍ପ ବୋଲି ଜଣେ ଭାଇ, ତାଙ୍କ ଉପରକୁ ଆକ୍ରମଣ ହେଇଥିଲା। ଏମିତି ଆମ ସଂଗଠନର ଗୁଡ଼ାଏ କାର୍ଯ୍ୟକର୍ତ୍ତାଙ୍କ ଉପରେ ଆକ୍ରମଣ ହେଇଛି। ଆମେ ଶତ ଚେଷ୍ଟା କରୁଛୁ ଗୋଚାଲାଣକୁ ବନ୍ଦ କରିବା ପାଇଁ, କିନ୍ତୁ ଗୋଚାଲାଣଟା ଯେତେ ଦିନ ପର୍ଯ୍ୟନ୍ତ ଆମର ନାଗରିକ, ଆମର ହିନ୍ଦୁ ଭାଇମାନେ ଯଦି ନିଜେ ସଚେତନ ନ ହେବେ, ଆମେ ଗୋଚାଲାଣକୁ ବନ୍ଦ କରିବାଟା ସମ୍ଭବ ନୁହଁ।